ଗଦଗଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରବେଶିକା ପରୀକ୍ଷା। କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମ ପଞ୍ଚାୟତର ଗଦଗଦିଠାରେ ରହିଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର। ଏହି ବିଦ୍ୟା ମନ୍ଦିର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ହୋଇସାରିଛି। ପ୍ରତିବର୍ଷ ଏହି ଶିକ୍ଷାନୁଷ୍ଠାନରେ ନୂତନ ଭାବରେ ଛାତ୍ରଛାତ୍ରୀ ନାମ ଲେଖାଇ ଉନ୍ନତ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଥାନ୍ତି। ଏ ବର୍ଷ ମଧ୍ୟ 4ରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏଣ୍ଟ୍ରାନ୍ସ ଦ୍ୱାରା ନାମଲେଖା ଚୟନ କରାଯାଇଥିଲା। ଏହି ଶିକ୍ଷା ଅନୁଷ୍ଠାନରେ ପଢ଼ିବା ପାଇଁ ଖୁବ୍ ଆଗ୍ରହ ସହକାରେ ଆସି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ। ଖୁବ୍ ଚଳଚଞ୍ଚଳ ହୋଇ ଉଠିଥିଲା ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣଟି। ଛାତ୍ରଛାତ୍ରୀଙ୍କ ଗହଳି ସହିତ ପିତାମାତାଙ୍କ ଗହଳିରେ ଭାରି ଭାରି ଲାଗୁଥିଲା ଶିଶୁ ବିଦ୍ୟା ମନ୍ଦିର ମାଟି। ଏହି ପ୍ରବେଶିକା ପରୀକ୍ଷା ଦେବା ପାଇଁ କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାରୁ 200 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଗଦଗଦି ଶିଶୁ ବିଦ୍ୟା ମନ୍ଦିର ଏକ ଶୃଙ୍ଖଳିତ ବିଦ୍ୟା ମନ୍ଦିର ହୋଇଥିବାରୁ ଛାତ୍ରଛାତ୍ରୀ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ବେଳେ ପିତାମାତାମାନେ ମଧ୍ୟ ପିଲାମାନଙ୍କୁ ଏହି ବିଦ୍ୟା ମନ୍ଦିରରେ ଶିକ୍ଷା ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ଏହି ବିଦ୍ୟା ମନ୍ଦିରରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଉଚ୍ଚ ପଦବୀରେ ଚାକିରି କରି ନିଜ ଭବିଷ୍ୟତ ଜୀବନକୁ ସୁଦୃଢ଼ କରିସାରିଛନ୍ତି। ଖୁବ୍ ସୁନ୍ଦର ବାତାବରଣ ମଧ୍ୟରେ ରହିଥିବା ଶିକ୍ଷା ଅନୁଷ୍ଠାନର ଗୁରୁଜୀ ଗୁରୁମାଙ୍କ ଶୃଙ୍ଖଳିତ ଆଚରଣରେ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବାରେ ଆନନ୍ଦିତ ହୋଇଥାନ୍ତି। ବହୁ ଦୂରଦୂରାନ୍ତରରୁ ଆସିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ୱେଟିଂ ହଲ୍ର ବ୍ୟବସ୍ଥା କରାଯାଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ଅପେକ୍ଷାର ଅସୁବିଧା ହୋଇନଥିଲା। ପିଲାମାନଙ୍କ ପରୀକ୍ଷା ପରେ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏଥିରେ ଅଭିଭାବକ ମହଲରେ ଏହି ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା କମିଟିକୁ ସାଧୁବାଦ ଜଣାଇଛନ୍ତି। ଖୁବ୍ ଶୃଙ୍ଖଳାର ସହିତ ଏହି ଗଦଗଦି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏ ବର୍ଷର ପ୍ରବେଶିକା ପରୀକ୍ଷା ହୋଇଯାଇଛି। କେନ୍ଦୁଝର ସାହାରପଡ଼ାରୁ ସଦାନନ୍ଦ ବେହେରାଙ୍କ ରିପୋର୍ଟ, এবি ନ୍ୟୁଜ୍।